ଅକର୍ମଣୀୟ ହେଇଗଲେ ବାଧିଲା ଭଳି କଥା କହିବନି ମା। ସ୍ୱାମୀର ଉଚ୍ଚିଷ୍ଟ ସ୍ତ୍ରୀ ପାଇଁ ମହାପ୍ରସାଦ। ଯଦି ଜଗନ୍ନାଥଙ୍କର ସ୍ତ୍ରୀ ହେଲେ ଲକ୍ଷ୍ମୀ, ଲକ୍ଷ୍ମୀ ଜଗନ୍ନାଥଙ୍କ ଅଇଁଠା ଖାଆନ୍ତି? ତାହେଲେ ଜଗନ୍ନାଥଙ୍କ ଉଚ୍ଚିଷ୍ଟ ଯିଏ ଖାଇବେ ତାହେଲେ ଜଗନ୍ନାଥଙ୍କ ଉଚ୍ଚିଷ୍ଟ କିଏ ଖାଇବେ? କହିଲା ବିମଳା ପାଶେ ସାହୁ ହୁଆଇ ସମର୍ପଣ। ବିମଳାଙ୍କ ପାଖରେ ଜଗନ୍ନାଥଙ୍କର ପ୍ରସାଦ ସମର୍ପଣ କରାଯାଏ। ପୁଣି ଜଗନ୍ନାଥଙ୍କର ପ୍ରସାଦକୁ ବିମଳା ଖାଆନ୍ତି, ବିମଳାଙ୍କ ପ୍ରସାଦ ପୁଣି ଜଗନ୍ନାଥଙ୍କ ପାଖରେ ସମର୍ପଣ। ସ୍ୱାମୀ ଅଇଁଠା ସ୍ତ୍ରୀ ଖାଇବ, ହେଲେ ଜୀବନରେ ଥରେ ସ୍ତ୍ରୀ ଅଇଁଠା କେତେବେଳେ ସ୍ୱାମୀ ପାଦକୁ ସ୍ତ୍ରୀ ସେବା କରିବ, ଜୀବନରେ ସ୍ତ୍ରୀ କେତେବେଳେ ସ୍ୱାମୀ କେତେବେଳେ ସ୍ତ୍ରୀ ପାଦକୁ ସେବା କରିବ, ଭିନ୍ନ ଭିନ୍ନ କଥା ଅଛି। ତାହେଲେ ଜଗନ୍ନାଥଙ୍କ ଉଚ୍ଚିଷ୍ଟ କିଏ ଖାଆନ୍ତି? ତୁମେ କହିବ ନୁହଁ ନା। ଯେତେବେଳେ ଅନନ୍ତ ଲୋକ ପାଇଁ ବ୍ରହ୍ମକୁ ଆରମ୍ଭ ହେଲା, ଜଗନ୍ନାଥ ହେଲେ ବ୍ରହ୍ମ, ହେଲେ କଣ ମହାପ୍ରସାଦ ହେଲା? ମହାମାଇ ବିମଳାଙ୍କ ପାଖରେ ସମର୍ପଣ କରିସାରିବା ପରେ ମହାପ୍ରସାଦର ମାନ୍ୟତା ପାଇଲା। ଆପଣଙ୍କର ଏ ରୂପା ବେଢାରେ ପାଲା ହଉଛି, ଆପଣ କହିବେ ପ୍ରସାଦ ପାଅ ଭୋଗ ପାଅ। ଜଗନ୍ନାଥଙ୍କର ପ୍ରସାଦ ଷଢ଼ବିଧ, ଅବଢା, ଅଭଡ଼ା, ନିର୍ମାଲ୍ୟ, କୈବଲ୍ୟ, ମହାପ୍ରସାଦ, ମହାପ୍ରସାଦ। ତେଣୁ ମା ବିମଳା ଖାଆନ୍ତି ଜଗନ୍ନାଥଙ୍କୁ ଉଚ୍ଚିଷ୍ଟ। ତାହେଲେ ଜଗନ୍ନାଥଙ୍କ ସ୍ତ୍ରୀ କିଏ? ଗେରୁଆ। ଭାଇ ଭାଇ ଅଇଁଠା କଣ ଭଉଣୀ ଖାଏନି? ତାହେଲେ ଆମେ ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ କହିବା? ହବ? ମନେକର ବୁଢା ଅଇଁଠା ବୁଢା ଭଉଣୀ ଖାଇବା, ଆମେ କହିବା ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ? ହବ? ସେମିତି ଜଗନ୍ନାଥଙ୍କ ଅଇଁଠା ଖାଇ ଦେଇଥିବେ ବିମଳା। ଘରେ କଣ ଭାଇ ଅଇଁଠା ଭଉଣୀ ଖାଉନି? ସେମିତି ବିମଳା ଖାଇ ଦେଇଥିବେ। ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ହେଲେ, ଦେବଦାସୀ ବିମଳା। ତାହେଲେ ଜଗନ୍ନାଥଙ୍କ ସ୍ତ୍ରୀ କିଏ? ପିଲାମାନେ କେତେ ଦାୟିତ୍ୱରେ କୁକୁଡ଼ା କର, କୋବି କର, ଏତେ କଥା କରି ଖାଇବାକୁ ଦେଇକିରି ଶେଷକୁ ଶୁଣିବେ ଜଗନ୍ନାଥଙ୍କ ସ୍ତ୍ରୀ ବଂଶ ନା। ଜଗନ୍ନାଥଙ୍କ ସ୍ତ୍ରୀ ଆଉ କିଏ ହେବେ? ମନେ ପଡୁନାହିଁ? ତଥାପି ଚିନ୍ତା କରି ମୋ ଭାଇଟା ପୁରା କହ କିଏ? ତାହେଲେ ଆମ ସ୍ତ୍ରୀ ବସ ଆଉ ଗରୁର ଭିତରେ ଯେମିତି ଭଗବାନ ଯାଆନ୍ତି, ଆମେ ବସରେ ଆଇବୁ। ଗରୁର ବାହନ। ଜଗନ୍ନାଥଙ୍କ ସ୍ତ୍ରୀ କିଏ? ଜଗନ୍ନାଥଙ୍କର ସ୍ତ୍ରୀ ନାହିଁ ନା। ଜଗନ୍ନାଥ ନିଜେ ସ୍ତ୍ରୀ। କଣ ଛାତ ପଡିବ? ମାଇ ଗୋଡ। ଜଗନ୍ନାଥଙ୍କର ସ୍ତ୍ରୀ ନାହିଁ, ସେ ନିଜେ ସ୍ତ୍ରୀ। ଖାଲି କଣ ସେତିକି, ତାଙ୍କ ବଡ ଭାଇ ବଳଭଦ୍ର ସ୍ତ୍ରୀ। ସୂତ ସଂହିତା ମନକୁ ସମାବାସ କହିବନି। ମନ ଗড়ା କଥା କହିବେନି। ଆକାଶରୁ ଜନ୍ମିଲେ କିଏ? ବିଜୁଳି କନ୍ୟା। ତାହେଲେ ଯଶୋଦା କାହାକୁ ଜନ୍ମ କରିଦେଲେ? ଉଗ୍ରତାରା ସୁରପାଣି ସୁଭଦ୍ରା ଭୁବନେଶ୍ୱରୀ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା। ମୋ ମା ମାନେ ବିଚାର କର, ବଳଭଦ୍ର ହେଲେ ଉଗ୍ରତାରା 10 ମହାବିଦ୍ୟାରେ, ସୁଭଦ୍ରା ତ ଭୁବନେଶ୍ୱରୀ, ଦକ୍ଷିଣ କାଳୀ ହେଲେ ଜଗନ୍ନାଥ। କାହିଁକି? ଯାହା ଦରକାର ପଚାରିଲେ କହିଦେବି। ଯଦି ସେଇ କଥା ଜଗନ୍ନାଥ କହିବେ, ନାରୀ ମାନେ କଣ କରନ୍ତି? ଠିକ କଥା ପଚାରିଛୁ। ଘାଣ୍ଟ ନା ଆଳୁ ମିଶିଯିବ।
ଜଗନ୍ନାଥ କଣ କରନ୍ତି? ଆଇଲା ସିଏ ତାଙ୍କ ବସା ଘରକୁ ଯାଇକିରି ତାଙ୍କ ସାଙ୍ଗରେ ପରାମର୍ଶ କରିଛି ମତେ ଖାଇଲା ସନ୍ଧ୍ୟା ବେଳେ ଯାଇ କଣ କହିଦେଇ ଆସିଛି? କଣ ହେଲା ନାରୀ ମାନେ ପିଲା ଜନ୍ମ ଦେଇପାରନ୍ତି ଯଦି ଜଗନ୍ନାଥ ହେବେ ହଁ ପିଲା ଜନ୍ମ ଦେଇପାରିଲେ ଆମେ ବିଶ୍ୱାସ ମୋରି ପାଳିଆ ତ ମୋର ଶତ୍ରୁ ମୁଁ ଜାଣି ତାର ପଳେଇବା ଇଏ କଥା ବସା ଘରେ ପଚରା ପଚରି ହେଇ କହନ୍ତି। ଆରେ ତ ଠିକ କଥା ଇଏ